ଏଇଠି କାଳର ହେଲା ଏଇ କରାଳ। ଏଇଟା କାଳ ଏଇଭଳି ଭାବରେ ମଣିଷ ଏଇ ଜୀବ ଜଗତରେ କେଡେ କେଡେ ମହାତ୍ମା ମାନେ ବୀର ପରାକ୍ରମୀ ଯୋଉ କଥା କୁହାଯାଇଛି, ଭଲ ଲୋକମାନେ ଆମେ ଯୋଉ କହୁଛେ ସେମାନଙ୍କୁ ସର୍ବନାଶ କରିବା ପାଇଁ ବହୁତ ସମୟ ଲାଗେ। ତେଣୁ ଯେତେ ସମ୍ଭବ ଯୋଉ ଆମେ ଯୋଉ ମାନେ ଭକ୍ତି ଭଜନରେ ଶ୍ରଦ୍ଧା ରଖୁଛେ, ଗୁରୁ ନାମ ବାଣୀରେ ଶ୍ରଦ୍ଧା ରଖୁଛେ, ଭଗବତ ବିଶ୍ୱାସୀ ଆମେ ଯୋଉ ମଣିଷ ମାନେ ଆମେ ସଦାସର୍ବଦା ଈଶ୍ୱର ମାର୍ଗରେ ଚଳିବା ଉଚିତ। ସଦାବେଳେ ଗୁରୁ ବାଣୀ, ସାଧୁ ସନ୍ତଙ୍କ ବାଣୀ ବା ଭଗବାନଙ୍କ ବାଣୀ ଏଇ ସବୁକୁ ଯେବେ ଆମେ ମାନିକି ଆମର ଦିନଚର୍ଯ୍ୟା କରିବା, ତାହେଲେ ଆମେ କାଳକୁ କଟି ପାରିବା, ରକ୍ଷା ପାଇପାରିବା। ନଚେତ କଣ ହବ ନା, କାଳ ଯେମିତି କହିଲି, କାଳ ଏମିତି ଆମକୁ ନେଇକି କର୍ମ ଏମିତି ଆମ ଭିତରେ ସବୁ ଲୋଭ କରେଇବ ଯୋଉଟାକି ଆମେ ଭଗବାନଠୁ ଦୂରେଇ ଯିବା। ଆମରି କର୍ମରେ ହିଁ ସବୁ ରହିବ, କିନ୍ତୁ ଆମେ ଜାଣିପାରିବାନି। ଏଇଟା ହେଲା ମାୟା। ଆମେ କରୁଥିବା ଯୋଉ ଖରାପ, କିନ୍ତୁ ଭାବୁଥିବା ଯେ ମୁଁ ଯାହା କରୁଛି ଠିକ କରୁଛି, ଏଇଭଳିଆ ସବୁ ଆସିବ ମନ ଅଛି। ତାହେଲେ ମୁଁ କେମିତି ଜାଣିବି ମୁଁ ଯୋଉ କର୍ମଟା କରୁଛି ଠିକ କରୁଛି କି ଭୁଲ କରୁଛି? କେମିତି ଜାଣିବି? ସେଇଥିପାଇଁ ଭାଗବତ କହେ ଗୁରୁଙ୍କର ବା ସାଧୁ ସନ୍ତଙ୍କର ମାର୍ଗରେ ଯେତେବେଳେ ଆମର କିଛି ଅସୁବିଧା ହେଲା କି କୌଣସି ପ୍ରକାର, ମଣିଷ ମାତ୍ରକେ ସମସ୍ତଙ୍କ ସୁବିଧା ଅସୁବିଧା ଦୁଃଖ କଷ୍ଟ ଭଲ ମନ୍ଦ ସବୁ ରହିଛି। ସେଥିପାଇଁ ସେମାନଙ୍କର ନିର୍ଦ୍ଦେଶରେ କଚେରୀ କାମ କଲେ ବିପଦ ନ ପଡ଼େ କଲେ। ତେଣୁ ନାଇଁ ତ ନାଇଁ କଣ ହୁଏ ନା, ଅନେକ ଗୋଟେ ମଣିଷ ଦୁର୍ଲଭ ଜନ୍ମ ବୋଲି ଆମେ କହୁଛେ, କିନ୍ତୁ ଆଜି ଜଗତରେ କଣ ଦୁର୍ଲଭ ଜନ୍ମ ଅନୁଭବ ହଉଛି? ଆଜି ମଣିଷ ଈଶ୍ୱର ବିପାସ ନୁହନ୍ତି, ଈଶ୍ୱର ବିପାସ ମାନେ କଣ? ଯେମିତି ଆମେ ସମସ୍ତଙ୍କର ଗୋଟେ ଲକ୍ଷ୍ୟ ଅଛି ଯେ ମୁଁ ଏଇ ଦୁନିଆକୁ ଆସିଛି କିଛି ଭୋଗ ସୁଖ ପାଇବି। ତାହା ଭିନ୍ନ ଭିନ୍ନ ଭାବରେ ହେଇପାରେ, ଖାଦ୍ୟ ଉପରେ ହେଇପାରେ, କାମନା ଉପରେ ହେଇପାରେ, ବିଭିନ୍ନ ପ୍ରକାର ଲୋଭଜନିତ ଜିନିଷ ଉପରେ ହେଇପାରେ, ଯେକୌଣସି ଜିନିଷ ଉପରେ ମଣିଷ ମାତ୍ରକେ କିଛି ନା କିଛି ସବୁ ରହିବ। ଆଉ ୟାରି ଭିତରେ ହିଁ ଯେତେବେଳେ ଆମେ ୟା ପ୍ରତି ଯେତେବେଳେ ଆମେ ଆସକ୍ତି ହେଇଯାଉ, ସେତେବେଳେ କାଳ ପ୍ରବେଶ କରିଯାଉ। ତାମାନେ ଆମେ ସଂସାରକୁ ଆସିଛେ, ସଂସାରକୁ ସମ୍ମତି ଧର୍ମ ଦେଇଛି। ଧର୍ମ ମାର୍ଗେ ରହି ସଂସାର କରିବା ବିଧି, କିନ୍ତୁ ଧର୍ମ ମାର୍ଗେ ନ ରହି ସଂସାର କରିବା ବ୍ୟାଧି। ଆଜି ଜଗତ ଧର୍ମ ମାର୍ଗେ ନ ରହି ଯୋଉ ସଂସାର ହଉଛି ବୋଲି ଆଜି ଜଗତ ଧର୍ମମୁଖୀ ନୁହନ୍ତି। ଲୋକଙ୍କୁ ସାଧୁ ସନ୍ତଙ୍କ ବାଣୀ ବା କୀର୍ତ୍ତନ ବା ସାଧୁ ସନ୍ତଙ୍କ ସଙ୍ଗ ଭଲ ଲାଗୁନି। ଏଥିପାଇଁ ଆମେ 5 ଜଣ ବଇଛୁ ଇଏ ହଉଛି ସଫଳ। ଏଇ ପ୍ରକାର ଯଦି ଧର୍ମ ଗ୍ଲାନି ହବ ଜଗତରେ, ତାହେଲେ ଯୋଉ ମଣିଷ ଯୋଉ ଟଙ୍କା ପଇସା ଧନ ଦୌଲତ ପାଇଁ, ଏଇ ମାୟା ଜଗତ ପାଇଁ ଯେତିକି ମଣିଷ ଆଗଭର ହେଇ ଚାଲୁଛି, କଣ ଯୋଉଭଳି ଭାବରେ ଦେଶ ଦୁନିଆର ପରିସ୍ଥିତି ହେଲାଣି, ଯୋଉଭଳି ଭାବରେ ପରିବାରର ପରିସ୍ଥିତି ହେଲାଣି, ଯୋଉଠି ପରିବାରରେ ମାନେ ପରିବାରରେ ଏକତା ନାହିଁ, ଆଉ ଅଖାଣିବା ଦରକାର ନାହିଁ, ସେଠି ଏଇ ଧନ ଦୌଲତର କାମ କଣ? କେବଳ ଆମେ ଲୋକ, ତା ବ୍ୟତୀତ କିଛି ନୁହଁ। ଯଦି ଚିନ୍ତା କରିକି ବସିକି ଭାବିବ ଜଣେ ନିଜର ଆତ୍ମଜଗତରେ, ମୁଁ ଯେତିକି ଦିନ ଏଇ ଦୁନିଆକୁ ଆସିଲେ ଆଉ ଯାହା ଯାହା ମୁଁ ଏଇ ଦୁନିଆରେ କରିଛି, ୟାର ରେଜଲ୍ଟ କଣ? ମୁଁ 3 ତଲା ବିଲ୍ଡିଂ କଲି, 2-3ଟା ଜାଗା ପକେଇଛି, ସୁନା ହୀରା ମୋତି ମାଣିକ କରି ବହେ ରଖିଛି, ପିଲେ ତ ସଂସାର କରିଛି। ଆଉ ଶେଷ ମୋର କଣ ହବ? ମୋର ବର୍ତ୍ତମାନ ଆପରେ ମତେ କଣ ପ୍ରାପ୍ତି କରିବାର ଅଛି ଜଗତ? ପବିତ୍ର ମନରେ ପବିତ୍ର ଭାବରେ ଯଦି ଚିନ୍ତା କରାଯାଏ, ତାହେଲେ ଉତ୍ତର ନିଶ୍ଚୟ ଆସିବ। ଯଦି ସେ ଭାବରେ ନ ରୁଆଯାଏ, ତାହେଲେ ତ ଏଇ ପ୍ରକାର ପ୍ରଶ୍ନ ହିଁ ଆସିବନି। ତ ଏଇ ପ୍ରକାର ପ୍ରଶ୍ନ କେବଳ ସାଧୁ ସନ୍ତଙ୍କ ମାନଙ୍କ ଦ୍ୱାରା ହିଁ ଆସିଥାଏ।
ନতুବା କୌଣସି ବ୍ୟକ୍ତିଗତ ଭାବରେ କାହାର ଏଭଳି ଭାବନା ଧାରଣା ଆସିବ ନାହିଁ। କାହିଁକି ନା ଲୋଭ ମୋହ ମାୟା ସଂସାର କେହି ନୁହେଁ କାହାର, ଏଠି କେହି କାହାର ନିଜର ବୋଲି ଭାବୁନାହାନ୍ତି। ସମସ୍ତେ ଆପଣଙ୍କ ସ୍ୱାର୍ଥରେ ଯେହେତୁ ଅନ୍ଧ, ତେଣୁ ସମସ୍ତ ସ୍ୱାର୍ଥ ହିଁ ମାୟା। ତେଣୁ ଆମେ ଜଗତ ହିତ ପାଇଁ, ଧର୍ମ ହେଲା ଜଗତ ହିତ। ଯେତେବେଳେ ଧର୍ମ ପାଇଁ କେହି ସମର୍ପିତ ହେଲା, ସେ ଜଗତ ହିତ ପାଇଁ ସମର୍ପିତ ହେଲା। ଆଉ ଜଗତ ହିତ ପାଇଁ ଯେତେବେଳେ ସମର୍ପିତ ହେଲା, ସିଏ କୋଉଥିରେ ସମର୍ପିତ ହବ? ତନୁ, ମନ ଆଉ ଧନ, ତିନିଟା ଜିନିଷ। ତନୁରେ ଯେତିକି ହବ, ମନରେ ବି ସେତିକି ହବ, ଆଉ ଧନରେ ବି ସେତିକି ହବା ଦରକାର। ତାହେଲେ ଏକାକାର, ତାହେଲେ এই ମନ ଆତ୍ମାରେ ପବିତ୍ରତା, ଭଗବତ ପ୍ରାଣ, ଭଗବତ ପ୍ରେମ ଜାଗି ଥିବ। ସେଇ ଭାବ ଭକ୍ତି ଆସିବ, ଯୋଉଟା କି ବ୍ରହ୍ମ ଭଗବାନଙ୍କର ଦର୍ଶନ, ଅପୂର୍ବ ଆନନ୍ଦ, ଶାନ୍ତି, ସୁଖ ମିଳିଯିବ ନିଶ୍ଚୟ, ଯଦି କେହି ସେଇଭଳି ଭାବରେ ସମର୍ପିତ ହୁଏ। ନତୁବା କିଛି ହବନି। ସତ୍ସଙ୍ଗ ଆମେ ଶୁଣିଲେ, କିନ୍ତୁ ସତ୍କର୍ମ ନ କଲେ ପର୍ଯ୍ୟନ୍ତ ଏଇଟା ଆମେ ଜାଣିବା ଦରକାର, ଫଳ ନାହିଁ। ଚାଷ ବିଷୟରେ ଅନେକ ତତ୍ତ୍ୱ ଏ କଥା କହୁଛି। ଚାଷ ବିଷୟରେ ଜାଣିଲେ ବୁଝିକି, ଚାଷ ନ କଲା ପର୍ଯ୍ୟନ୍ତ କୌଣସି ପ୍ରକାର ଆମଦାନୀ ହବନି। ଠିକ ସେଇଭଳି ସତ୍ସଙ୍ଗ ଖାଲି ଶୁଣିବା ପାଇଁ, ତାକୁ ଗ୍ରହଣ କରିବା ପାଇଁ, ତାକୁ ଶୁଣିକି ତାକୁ ଯଦି ଆମେ ନିଜର କର୍ମ ଜୀବନ ଭିତରେ ଅଭ୍ୟସ୍ତ କରିବା, ଟିକେ 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 ଅଭ୍ୟାସ କରି ସେଇ ଅଭ୍ୟାସଟା ଆମକୁ ବହୁତ ଆଗକୁ ବଢେଇ ନବ। ଆମ ଭିତରେ ସେଇ ଜ୍ଞାନ ଚେତନା ଜାଗ୍ରତ ରହିବ। ଆଉ ବୟସ ଅନୁପାତିକରେ ଆମର କର୍ମ ମଧ୍ୟ ସଠିକ ଭାବରେ ହେଇ ଚାଲିବ। ନତୁବା କଣ ହବ, ଜୀବନର ଶେଷ ପର୍ଯ୍ୟାୟରେ ବି ସେଇ କାନ୍ଥ ବାଡ଼ ଧନ ଚିନ୍ତାରେ ଜୀବନ କେତେବେଳେ ଚାଲିଯିବ ତାହା କେହି କହିପାରିବ ନାହିଁ। ଆଉ ତାପରେ କଣ ହବ, ଜୀବନ ତ ସମସ୍ତେ ମଧ୍ୟମଣ୍ଡଳ ଦେବ, ତାହେଲେ ହବ ତାହେଲେ କଣ, ଆମେ କାହିଁକି କହୁଛି ଠାକୁର ଜାଣିବା